ଜବତ 185 ମଇଁଷି ଆଜି ଗାଧୋଇଲେ। ମଇଁଷି ନେବା ପାଇଁ ଲୋକଙ୍କ ଭିଡ଼। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପରିସରରେ ହୋଇଥିବା 185ଟି ମଇଁଷି ଆଜି ସ୍ଥାନୀୟ ମୋରଡ଼ା ବନ୍ଧରେ ଗାଧୋଉଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ 10 ତାରିଖ ରାତିରେ ଉକ୍ତ ମଇଁଷିଗୁଡ଼ିକ ବେଆଇନ ଭାବେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ସମୟରେ ଉକ୍ତ ଥାନା ଅଧୀନ ଧଳାସାହି ଛକ ନିକଟରୁ ଥାନା ଅଧିକାରୀ ସୁମିତ କୁମାର ସରେନ ମଇଁଷିକୁ ଜବତ କରି ଥାନାକୁ ଆଣିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉକ୍ତ ମଇଁଷିଗୁଡ଼ିକୁ କୁଟା, କୁଣ୍ଡା, ଆଳୁ ଏବଂ ପାନୀୟ ଜଳର ବ୍ୟବସ୍ଥା କରିଥିଲେ। ତେବେ ପ୍ରବଳ ଗରମ ଦାଉରୁ ରକ୍ଷା ପାଇବାକୁ ହେଲେ ମଇଁଷିମାନେ ଅଧିକ ପାଣିରେ ବୁଡ଼ି ରହିବାର ଦରକାର ଥିବା ବେଳେ ଗତକାଲି ପ୍ରବଳ ଖରାରେ ଦିନ ତମାମ ମଇଁଷିଗୁଡ଼ିକ ଥାନା ପରିସରରେ ଛଟପଟ ହେଉଥିଲେ। ତେବେ ଆଜି 12ଟା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମଇଁଷିଗୁଡ଼ିକ ସ୍ଥାନୀୟ ମୋରଡ଼ା ବନ୍ଧରେ ନେଇ ଛଡ଼ାଯିବାରୁ ଖରା ଦାଉରୁ ସାମାନ୍ୟ ରକ୍ଷା ପାଇ ଉକ୍ତ ମଇଁଷିପଲ। ତେବେ ଉକ୍ତ ମଇଁଷିଗୁଡ଼ିକ ପାଣିରେ ଗାଧୋଉଥିବାର ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଅପରପକ୍ଷରେ ଜବତ ସମସ୍ତ ମଇଁଷିକୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବାର ପରିଲକ୍ଷିତ ହୋଇଛି।